ମାଦଳା ପାଞ୍ଜିରୁ ଯାହା ଜଣାଯାଏ, ତୃତୀୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏହାର ପ୍ରମାଣ ମନ୍ଦିର ନୀଳଚକ୍ରରେ 1226 ଖ୍ରୀଷ୍ଟାବ୍ଦ ବୋଲି ଲେଖା ଅଛି। ଜନଶ୍ରୁତିରୁ ଯାହା ଶୁଣିବାକୁ ମିଳେ, ବହିମାସୁର ନାମକ ଜଣେ ଅସୁର ଶ୍ରୀ ମାଧବାନନ୍ଦଜୀଙ୍କ ମୂର୍ତ୍ତିକୁ ନିକଟରେ ଥିବା ମଣିକର୍ଣ୍ଣିକା ହ୍ରଦ ଭିତରେ ପାତାଳରେ ରଖି ପ୍ରଭୁଙ୍କ ପୂଜା ଅର୍ଚ୍ଚନା କରୁଥିଲା। ସ୍ୱର୍ଗ ଆରୋହଣ ସମୟରେ ରାଜା ଯୁଧିଷ୍ଠିର ଏହିଠାରେ ଉପସ୍ଥିତ ହୋଇଥିଲେ। ରାଜା ଯୁଧିଷ୍ଠିର ଥିଲେ ବିଷ୍ଣୁଙ୍କ ପରମ ଭକ୍ତ। ରାଜା ଯୁଧିଷ୍ଠିର ପ୍ରତିଦିନ ପ୍ରଭୁ ବିଷ୍ଣୁଙ୍କ ସେବା କଲେ ଅନ୍ନ ଭୋଜନ ଗ୍ରହଣ କରନ୍ତି, କିନ୍ତୁ ସେଦିନ ବିଷ୍ଣୁଙ୍କ ଦର୍ଶନ କରିପାରିନଥିଲେ। ତେଣୁ ତାଙ୍କର ମନ୍ତ୍ରୀଙ୍କୁ ପଚାରିଥିଲେ, ଏଠୁ ବିଷ୍ଣୁ ମୂର୍ତ୍ତି କେଉଁଠି ଅଛନ୍ତି? ତେଣୁ